ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଯେତେବେଳେ ବି ପ୍ରତ୍ୟେକ ଭଉଣୀ ମାନେ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବେ କମ୍ ସେ କମ୍ ଏତିକିଟା ଗଣ୍ଠି ଦିଅନ୍ତୁ। ତେବେ କେତୋଟି ଗଣ୍ଠି ଆସନ୍ତୁ ଜାଣିବା। କିନ୍ତୁ ଜାଣିବା ପୂର୍ବରୁ ହେ ପ୍ରଭୁ ମହାଦେବ, ଯିଏ ବି ଆପଣଙ୍କର ଏହି ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିବେ, ତାଙ୍କ ଜୀବନରେ ସମସ୍ତ କଷ୍ଟକୁ ଆପଣ ହରଣ କରିନେବେ। ମାନ୍ୟତା ଅନୁସାରେ ରାକ୍ଷୀ ବାନ୍ଧିବା ସମୟରେ ରାକ୍ଷୀରେ 3ଟି ଗଣ୍ଠି ଲଗାଇବା ଉଚିତ। ତ ପ୍ରଥମ ଗଣ୍ଠି ଭାଇର ଲମ୍ବା ଆୟୁଷ ପାଇଁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ। ଦ୍ୱିତୀୟ ଗଣ୍ଠି ଭାଇର ପରିବାରର ସୁଖ ଶାନ୍ତି ପାଇଁ। ଆଉ ତୃତୀୟ ଗଣ୍ଠି ଭାଇ ଭଉଣୀଙ୍କ ସମ୍ପର୍କର ଭଲ ପାଇବା ଏବଂ ମିଠାପଣ ମଜବୁତ ହୋଇଥାଏ। ତ ଦର୍ଶକ ବନ୍ଧୁ, ରାକ୍ଷୀ ବାନ୍ଧିବା ସମୟରେ ଏହି ଭୁଲ ଆଦୌ କରନ୍ତୁ ନାହିଁ। ତେବେ କଣ ସେହି ଭୁଲ ଆସନ୍ତୁ ଜାଣିବା। ତ ପ୍ରଥମ ଭୁଲ, ଭାଇ ମଥାରେ ଯେତେବେଳେ ତିଳକ ଲଗାଇବେ ତ ଭାଇ ମୁଣ୍ଡରେ ଭୁଲ ବି ଖାଲି ରଖିବେ ନାହିଁ। ଭାଇର ମୁଣ୍ଡ ଉପରେ ରୁମାଲ ହେଉ, ଗାମୁଛା ହେଉ କିମ୍ବା ଟୋପି ହେଉ କିମ୍ବା କୌଣସି ବି ସ୍ୱଚ୍ଛ ବସ୍ତ୍ର ଖଣ୍ଡେ ମୁଣ୍ଡରେ ପକାଇବେ, ତାପରେ ଯାଇ ଭାଇ ମଥାରେ ତିଳକ ଲଗାଇବେ। ତ ଦ୍ୱିତୀୟ ଭୁଲ, ଖଣ୍ଡିତ ଚାଉଳ ବା ଭଙ୍ଗା ଚାଉଳ। ଭାଇର ମଥାରେ ତିଳକ ଲଗାଇବା ପରେ ମଥାରେ ସେହି ତିଳକ ଉପରେ ଚାଉଳ ଲଗାଯାଇଥାଏ। ମନେ ରଖନ୍ତୁ, ସେହି ଚାଉଳ ଭୁଲ ବି ଭଙ୍ଗା ଚାଉଳ ନେବେ ନାହିଁ। ଆଉ ଶାସ୍ତ୍ରରେ ଚାଉଳର ଅର୍ଥ ଯାହା କେବେ ଶେଷ ହୋଇନଥାଏ, ଯାହା ସବୁବେଳେ ପୂର୍ଣ୍ଣ ରହିଥାଏ। ଗୋଟା ଚାଉଳ ସମୃଦ୍ଧି ଓ ପୂର୍ଣ୍ଣତାର ପ୍ରତୀକ ହୋଇଥାଏ। ଆଉ ଭଙ୍ଗା ଚାଉଳ ଘରକୁ ଦରିଦ୍ରତା ଓ ଅଶାନ୍ତି ଆଣିଥାଏ। ତ ତୃତୀୟ ଭୁଲ, ଭୁଲ ଦିଗକୁ ମୁଖ କରିକି ବସିବା। ରାକ୍ଷୀ ବାନ୍ଧିବା ସମୟରେ ଦିଗର ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଭାଇର ମୁଖ ପୂର୍ବ ବା ଉତ୍ତର ଦିଗକୁ କରି ବସିବେ। ଆଉ ପୂର୍ବ ଦିଗକୁ ସକାରାତ୍ମକ ଶକ୍ତି ଏବଂ ଦେବତାଙ୍କର ଆଶୀର୍ବାଦ ପ୍ରବାହିତ ହୋଇଥାଏ। ଭଉଣୀର ମୁଖ ପଶ୍ଚିମ ମୁଖ ହେବା ଉଚିତ, କିନ୍ତୁ ଭୁଲ ବି ଦକ୍ଷିଣ ଦିଗକୁ ବସିକି ରାକ୍ଷୀ ବାନ୍ଧିବେ ନାହିଁ। ଦକ୍ଷିଣ ଦିଗଟି ଯମରାଜ ଏବଂ ପିତୃଙ୍କର ଦିଗ ହୋଇଥାଏ। ତ ଦର୍ଶକ ବନ୍ଧୁ, ଦକ୍ଷିଣ ଦିଗକୁ ମୁଖ କରି କୌଣସି ବି ଶୁଭ କାର୍ଯ୍ୟ କରିବା ଦ୍ୱାରା ଆୟୁଷ ହାନି ହୋଇଥାଏ। ଆଉ ଚତୁର୍ଥ ଭୁଲ, ରାକ୍ଷୀ ସବୁବେଳେ ଭାଇର ଡାହାଣ ହାତରେ ବାନ୍ଧିବେ। ଡାହାଣ ହାତରେ ଶକ୍ତି, ସଂକଳ୍ପ ଓ ଶୁଭତାର ପ୍ରତୀକ ହୋଇଥାଏ। ବାମ ହାତରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। ରାକ୍ଷୀର ସୂତା ଲାଲ ରଙ୍ଗ, ଗୋଲାପୀ ରଙ୍ଗ, ହଳଦିଆ ରଙ୍ଗ, ନାରଙ୍ଗୀ ରଙ୍ଗ, କମଳା ରଙ୍ଗ ପବିତ୍ର ରାକ୍ଷୀ ହିଁ ବଜାରରୁ କିଣିକି ଆଣିବେ। ତ ପଞ୍ଚମ ଭୁଲ, ଉପହାରରେ ଦେବା ସମୟରେ ଭାଇ ତାର ସାମର୍ଥ୍ୟ ଅନୁସାରେ ଗିଫ୍ଟ ଦେଇଥାନ୍ତି, କିନ୍ତୁ ଉପହାରରେ ଧାରୁଆ ଜିନିଷ ଯେପରିକି କଇଁଚି, ଛୁରୀ, ଜୋତା, ଚପଲ, ରୁମାଲ, କଳା ରଙ୍ଗର ଓ ଧଳା ରଙ୍ଗର ବସ୍ତ୍ର ଉପହାରରେ ଭୁଲ ବି ଦିଅନ୍ତୁ ନାହିଁ। ଏହା ଦ୍ୱାରା ଭାଇ ଭଉଣୀ ସମ୍ପର୍କରେ ବାଧା ସୃଷ୍ଟି ହୋଇଥାଏ। ଉପହାରରେ ଲାଲ, ହଳଦିଆ, ସବୁଜ ରଙ୍ଗ ବସ୍ତ୍ର, ସୁନା,